ଯିଏ ଦୋଷ କରି କ୍ଷମା ମାଗେ ସେ ଖୁବ୍ ସାହସୀ। ଯିଏ ପ୍ରତିଶୋଧ ନ ନେଇ କ୍ଷମା କରିଦିଏ ସେ ଶକ୍ତିଶାଳୀ। ଆଉ ଯିଏ ସବୁ କିଛି ଭୁଲିଯାଏ ସେ ବଡ଼ ସୁଖୀ। ଦୁନିଆରେ କିଛି ସମ୍ପର୍କ ଅଜଣା ଅଚିହ୍ନା ହୋଇ ମଧ୍ୟ ନିଜର ରକ୍ତର ସମ୍ପର୍କ ଠାରୁ ବି ଅଧିକ ନିଜର ହୋଇଥାଏ। କି କର୍ମ କଲେ କି ଫଳ ମିଳେ? ଯିଏ ପରର ମନ୍ଦ ପାଞ୍ଚେ ତା ମନ୍ଦ ଗୋବିନ୍ଦ ପାଞ୍ଚନ୍ତି। ମଦ ପିଇ ପର ନାରୀ ହରଣ କଲେ ଗୁରୁ ଚାଣ୍ଡାଳ ଦୋଷ ଲାଗେ। ଯିଏ ପିଲା ଅପାଠୁଆ ବୁଢ଼ା ବୁଢ଼ୀ ସ୍ତ୍ରୀମାନଙ୍କୁ ଠକି ଧନ ଅପହରଣ କରନ୍ତି ତାର ଅକାଳ ମୃତ୍ୟୁ ହୁଏ। ନିଜ ସ୍ତ୍ରୀ ଥାଇ ପର ସ୍ତ୍ରୀ ସହିତ ଗୋପନ ଭାବେ ରତିରେ ମାତିଲେ ଅକାଳ ବାର୍ଦ୍ଧକ୍ୟ ଗ୍ରାସ କରେ। ପର ଜମିରୁ ଧାନ ଚୋରି କଲେ ଦାରିଦ୍ର୍ୟ ଗ୍ରାସ କରେ। ଯିଏ ପର ପାଇଁ ଖାଲ ଖୋଳେ ନିଜେ ସେଇ ଖାଳରେ ପଡ଼େ। ଗାଲରେ ହାତ ଦେଇ ବସିଲେ ଅଶୁଭ ଫଳ ମିଳେ। ଯାତ୍ରା ସମୟରେ ପଛରୁ ଡାକିଲେ ଅଶୁଭ। କ୍ରୋଧ କଲେ ନିଜର ସମସ୍ତ ସଦ୍ଗୁଣ ନଷ୍ଟ ହୁଏ। କରଜ କରି ପରିଶୋଧ ନ କରିଲେ ମହାପାତକ ଲାଗେ। ଏହି 5 ଜଣଙ୍କ ଠାରୁ ସାବଧାନ ରୁହନ୍ତୁ। ଯେଉଁମାନେ ଆପଣଙ୍କୁ ଖୁସି କରିବାକୁ ହଁ କରନ୍ତି, ଯେଉଁମାନେ ଆପଣଙ୍କ ଆଗରେ ଆପଣଙ୍କର ପ୍ରଶଂସା କରନ୍ତି କିନ୍ତୁ ପଛରେ ନୁହେଁ, ଯେଉଁମାନେ ସର୍ବଦା ଆପଣଙ୍କ ଠାରୁ କିଛି ନା କିଛି ଆବଶ୍ୟକ କରନ୍ତି, ଯେଉଁମାନେ ଆପଣଙ୍କୁ ବୁଝିପାରନ୍ତି ନାହିଁ, କେବଳ ସେ ଦେଖେଇ ହେବାକୁ ଚେଷ୍ଟା କରନ୍ତି। ପ୍ରତ୍ୟେକ ଦିନ ନିଜ ପାଇଁ କ'ଣ କରିବା ଉଚିତ? ଦିନକୁ 8 ଘଣ୍ଟା ନିଶ୍ଚୟ ଶୁଅନ୍ତୁ। ହାଲକା ଉଷୁମ ପାଣିରେ ସ୍ନାନ କରନ୍ତୁ। ଅଳ୍ପ ଉଷୁମ ଥିବା କ୍ଷୀର ଗୋଟିଏ ଗ୍ଲାସ ନିଶ୍ଚୟ ପିଅନ୍ତୁ। ମଧୁର ସଙ୍ଗୀତ ଶୁଣନ୍ତୁ। ପରିଶ୍ରମ କରନ୍ତୁ। ଘର ତିଆରି ଖାଦ୍ୟ ଖାଆନ୍ତୁ। ପରିବାର ସହିତ କିଛି ସମୟ କାଟନ୍ତୁ। ସକାଳୁ ଉଠି ଏହି 5ଟି କଥା କୁହନ୍ତୁ। ସାରା ଦୁନିଆ ଆପଣଙ୍କ ପାଖରେ ନତମସ୍ତକ ହୋଇବ। ମୁଁ ବହୁତ ଭାଗ୍ୟଶାଳୀ ଅଟେ। ମୋତେ ସବୁ ଆଡ଼େ ସଫଳତା ମିଳୁଛି। ମୋ ସୁଖ ସମୃଦ୍ଧି ଦିନକୁ ଦିନ ବଢ଼ି ଚାଲୁଛି। ମୋ ସହିତ ସର୍ବଦା ସବୁକିଛି ଭଲ ହେଉଛି। ମୋତେ ସଫଳ ବନେଇବାରେ ସାରା ବିଶ୍ୱ ସାହାଯ୍ୟ କରୁଛି। ବାଲ୍ମୀକିଙ୍କ ବାଣୀ। ସାଧୁ ଲୋକ ଅନ୍ୟକୁ ଦୁଃଖରୁ ରକ୍ଷା କରିବାକୁ ଯାଇ କଷ୍ଟ ସହିଥାଏ, ମାତ୍ର ଦୁଷ୍ଟ ଲୋକ ଅନ୍ୟକୁ ଦୁଃଖ ଦେଇ ସୁଖ ପାଏ। ଉତ୍ସାହ ଠାରୁ ବଳି ଅନ୍ୟ କୌଣସି ବଳ ନାହିଁ। ମାୟାର 2ଗୋଟି ଭେଦ, ତାହା ହେଲା ବିଦ୍ୟା ଓ ଅବିଦ୍ୟା। ସତ୍ୟ ସମାନ ପାପ କିଛି ନାହିଁ। ସମସ୍ତ ସତ୍ୟ କର୍ମରେ ମୂଳ ଆଧାର ହେଉଛି ସତ୍ୟ। ଦୁଃଖୀ ଲୋକ ଅବସ୍ଥା ଚକ୍ରରେ ପଡ଼ି ପାପ କରିଥାଏ। ସେବକ ଯଦି ସୁଖ ଚାହେଁ, ଭିକାରୀ ମାନ ଚାହେଁ, ବ୍ୟସନୀ ଧନ ଚାହେଁ, ବ୍ୟଭିଚାରୀ ମୁକ୍ତି ଚାହେଁ, ଲୋଭୀ ଯଶ ଚାହେଁ, ତେବେ ଧରି ନେବାକୁ ହେବ ଯେ ଏମାନେ ସମସ୍ତେ ଆକାଶରୁ ଦୁଗ୍ଧ କରିବାକୁ ଚାହୁଁଛନ୍ତି। ମିତ୍ରତା ଓ ଶତ୍ରୁତା ବିଧାତାର ବିଧି ନିର୍ଦ୍ଦେଶ, ତାହା କେହି ଏଡ଼େଇ ଦେଇ ପାରିବେନି। ତାହା ହିଁ ପାଳିବା ମନୁଷ୍ୟର କର୍ତ୍ତବ୍ୟ। ଅବଚେତନ ମନରେ ସନ୍ଦେହ ଓ ଅବିଶ୍ୱାସ ପଙ୍କ ଭଳି ଜମାଟ ବାନ୍ଧିଥାଏ। ସଫଳତାର ପଥକୁ ଅବରୋଧ କରିଥାଏ। ଅବଚେତନ ମନ ବାସ୍ତବ ପକ୍ଷେ ସଫଳତା ଚାହିଁନଥାଏ। ଏହା ହିଁ ଅଧିକାଂଶ ବିଫଳତା ପାଇଁ ଦାୟୀ ହୋଇଥାଏ। ଆପଣ ଯଦି ସନ୍ଦେହ ଭାବାପନ୍ନ ହେବେ, ବିଫଳତା ପାଇବେ। ଅପରପକ୍ଷେ ଆପଣ ଯଦି ବିଜୟ ଭାବନା କରିବେ, ତେବେ ବିଜୟୀ ହେବେ। ଏଥିରେ କୌଣସି ବୈଚିତ୍ର୍ୟ ନାହିଁ। ଯେଉଁ ବ୍ୟକ୍ତି ଅଳ୍ପରେ ବିଶ୍ୱାସ କରେ ସେ ଅଳ୍ପ ପାଏ। ଯିଏ ବଡ଼ ଜିନିଷରେ ବିଶ୍ୱାସ କରେ ସେ ବଡ଼ ପାଏ। ଯିଏ ନିଜକୁ ଗୁରୁତ୍ୱହୀନ ମନେ କରେ ସେ ଗୁରୁତ୍ୱହୀନ ହୋଇଯାଏ। ସମୟ କ୍ରମେ ବିଶ୍ୱାସର ଅଭାବ ବ୍ୟକ୍ତିର ଚାଲିଚଳନ ଓ କାର୍ଯ୍ୟକଳାପରେ ପ୍ରତିଫଳିତ ହୋଇଥାଏ। ନିଜକୁ ନ ସଜାଡ଼ିବା ପର୍ଯ୍ୟନ୍ତ ଓ ନିଜ ଉପରେ ବିଶ୍ୱାସ ପ୍ରକଟ
ନ କରିବା ପର୍ଯ୍ୟନ୍ତ ବ୍ୟକ୍ତି ନିଜ ଆକଳନରେ କ୍ରମେ କ୍ଷୁଦ୍ରରୁ କ୍ଷୁଦ୍ରତର ହେବାକୁ ଲାଗିଥାଏ। ଆମେ ଲୋକମାନଙ୍କୁ ଆମ ମନ ଭିତରେ ଆକଳନ କରିଥାନ୍ତି। ଯେଉଁ ବ୍ୟକ୍ତି ନିଜକୁ କ୍ଷୁଦ୍ରତର କରି ଆକଳନ କରି ଚାଲିଥାଏ, ଅଜାଣତରେ ଅନ୍ୟମାନଙ୍କ ଦ୍ୱାରା ସେ ଆକଳିତ ହୋଇଥାଏ। ଜୟ ଶ୍ରୀ ଜଗନ୍ନାଥ।